ତ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ। ଓଡ଼ିଶାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ। ତ ଆଜି ଗୋଟେ ଖୁସିର ଖବର ଯେ ଆମର ଓଡ଼ିଶାର ଆଜି ଚାଷ କାମଟା ମୂଲ ହେଇଥିସି। ସମସ୍ତେ ପୂଜା ପାଠ କରି ନିଜର କ୍ଷେତରେ ପୂଜା ପାଠ କରି ଆସନ୍ ଏବଂ ଆଜିରୁ ଧାନ ବୁଣା ଯାଏସି ଏବଂ ଚାଷଟା ଏହି ବର୍ଷର ଆଜି ହେଉଛି ପହିଲା ଦିନ। ଏହି ଦିନରୁ ଚାଷ ଆରମ୍ଭ ହେଇଥିସି ଆମର ଓଡ଼ିଶାରେ। ତ ସେଥିର୍ ଲାଗି ଚାଷୀ ଭାଇମାନେ ଅକ୍ଷୟ ତୃତୀୟାରେ ଆମକୁ ସରକାର ସିଏମ୍ କିଷାନ ଟଙ୍କା ଦେସନ୍। ଆପଣମାନେ ଜାଣିଛନ୍ ତ ଅଲରେଡ଼ି ଆମର ସିଏମ୍ କିଷାନ ଟଙ୍କା ଆସିଗଲାନ ଚାଷୀ ଭାଇମାନେ। ତ କେନ୍ ମାନେ ପାଇଥିବେ ଏବଂ କେନ୍ ମାନେ ନାଇଁ ପାଉନ୍ ସେ ବିଷୟରେ ଆଲୋଚନା କର୍ମା। ଯେ ନୂଆ ଆବେଦନ କରିଥିଲେ ସେମାନେ ପଇସା ପାଇଲେ କି ନାଇଁ ପାଇ ସେ ବିଷୟରେ ସବୁ ଆଲୋଚନା କର୍ମା ଚାଷୀ ଭାଇମାନେ। ତ ମୂଳ ଶେଷ ତକ আমার সঙ্গে জুড়ি হন। যদি আমার চ্যানেলকে নয়া আসবে নিশ্চয় সবসক্রাইব করবে এবং বেল আইকন দেবে যাতে চাষী ইনফরমেশন ভিডিও লাগে কিংবা চাষবাস বাবদরে আপনার ভিডিও পাইপারবে এপি ফার্মিং চ্যানেলে আপনার। তো চাষী ভাইମାନେ দেখুন সিএম কিষান টঙ্কা ଏ ଅକ୍ଷୟ ତୃତୀୟାରେ ଦେଇଥିସି। ଓଡ଼ିଶା ସରକାର ଫାଷ୍ଟ ଥିଲା କାଳିଆ ଯୋଜନା, ଏବେ ଆସିଲା ଆମର ସିଏମ୍ କିଷାନ ହେଲା। ଆଗରୁ କାଳିଆ ଯୋଜନା ଥିଲା, ଏବେ ସିଏମ୍ କିଷାନ ଯେନ୍ଟାକି 2000 ଟଙ୍କା ଲେଖାଁ ଦୁଇଟା କିସ୍ତିରେ ବର୍ଷର ପ୍ରଥମ କିସ୍ତି ଯେନ୍ଟାକି ଅକ୍ଷୟ ତୃତୀୟାରେ ଆଜି ଦିଆଗଲା ଏବଂ ଦ୍ୱିତୀୟ କିସ୍ତି ପଶ୍ଚିମ ଓଡ଼ିଶାର ଗଣପର୍ବ ନବାନ୍ନ ଯେନ୍ଟା ନୂଆଖାଇରେ 2 ନମ୍ବର କିସ୍ତି 2000 ଟଙ୍କା ଦେଇଥିସନ୍। ତ ଦେଖୁନ୍ ଅଲରେଡ଼ି ସରକାର ପଠେଇ ସାରିଲେନ ପଇସା। ମୁଇଁ ବି ପାଇସି, ମୁଇଁ ଗୋଟେ ଚାଷୀଆ। ତ মোর भी 2000 ଟଙ୍କା ଆସି ସାରିଲାନ। ଏବେ ଆମେ ଚେକ୍ କଲୁ ମିନି ଷ୍ଟେଟମେଣ୍ଟ ମାରିଛେ 2000 ଟଙ୍କା ଦେଖୁନ୍ এটা କ୍ରେଡ଼ିଟ୍ ହେଇ ସାରିଲାନ। মোর ଆକାଉଣ୍ଟରେ ଅଲରେଡ଼ି ପଇସା ଆସି ସାରିଲାନ, ହେଲେ ଏସ୍ଏମ୍ଏସ୍ଟା ନେଇ ଆସି। ତ ଜଲ୍ଦି ଯେନ୍ ଚେକ୍ କରୁନ୍ ଆପଣମାନେ ଆପଣଙ୍କର ଆକାଉଣ୍ଟ ଯେ ଆପଣଙ୍କର ପଇସା ଆସିଛେ କି ନେଇ আসি। যদি আসিছে ବି ଆମକୁ କମେଣ୍ଟ করবে ଚାଷୀ ଭାଇମାନେ ଏବଂ ଯଦି ନି আসি ବି ଆମକୁ କମେଣ୍ଟ করবে। କାହିଁକିନା ଯଦି ନି ଆସିଥିବା ଚାଷୀ ଭାଇମାନେ ଯଦି କିଛି ପ୍ରୋବ୍ଲେମ୍ ଥିବା ତାହେଲେ ଆମେ ସେ ପ୍ରୋବ୍ଲେମ୍କେ ସଲ୍ଭ କରିପାରମା ଏବଂ ଯେଉଁ ଆଗାମୀ କିସ୍ତି ନୂଆଖାଇକି ଆସିବା ସେ ପଇସା କେନ୍ଦାର ପାଇବେ ସେ ସୁବିଧା ଆମେ କର୍ମା ଆପଣଙ୍କର ଚାଷୀମାନଙ୍କର। ଆମେ ସବୁବେଳେ ଚାଷୀମାନଙ୍କର ସାଙ୍ଗରେ ଅଛୁ। ଚାଷୀମାନଙ୍କର ଯାହା ଅସୁବିଧା ଆମେ ଆପଣଙ୍କୁ ସବୁ ଆପଣଙ୍କର ପ୍ରୋବ୍ଲେମ୍ ସଲ୍ଭ କର୍ମୁ ଏବଂ ଚାଷୀ କେନ୍ତା ହଇରାଣ ହରକତ ନାଇଁ ହେଇକରି ଚାଷବାସ କରିପାରୁ କିମ୍ବା ଗଭର୍ଣ୍ଣମେଣ୍ଟ ସୁବିଧା ଯାହାକି ଗଭର୍ଣ୍ଣମେଣ୍ଟ ସ୍କିମ୍ରେ ଯାହା ଆସୁଛି ଆପଣମାନଙ୍କର ପାଖକେ ଆମେ ଖବରଟା ଜଲ୍ଦି ପହଞ୍ଚି ପାରମୁ। ଚାଷୀ ଭାଇମାନେ ଚାଷୀ ଖୁସି ହେଲେ ଆମେ ଖୁସି। ତ ଚାଷୀ କେନ୍ତା ହଇରାଣ ହରକତ ନେଇ ହେବା ଏବଂ ସେ ନିଜର ଫସଲକେ ଅମଲ କରବା ଏବଂ ଯାହା ବି ଗଭର୍ଣ୍ଣମେଣ୍ଟ ସୁବିଧା ପାଇବାର କଥା ସେ ଜଲ୍ଦି କରି ପାଇପାରବା। ଯାହା କିଛି ପ୍ରୋବ୍ଲେମ୍ ଥିବ ଆମେ ତାକେ ସଲ୍ଭ କରିପାରମୁ। ତ ଦେଖୁନ୍ ଅଲରେଡ଼ି ସବୁ ସରକାର ପଠେଇ ସାରିଲେନ ପଇସା, ମୋର୍ ଆକାଉଣ୍ଟକେ ବି ଆସି ସାରିଲାନ। ଏବଂ ଯଦି ଆପଣ ଯଦି ନୂଆ ଆବେଦନ କରିଥିଲେ, ଯଦି କଲେକ୍ଟର ପେଣ୍ଡିଂ ଥିଲା, ଷ୍ଟେଟ୍ ପେଣ୍ଡିଂ ଥିଲା, ଆମେ ଏବେ 2 ଲୋକର ମୁଁ ଚେକ୍ କଲିନ 2 ଲୋକର ଷ୍ଟେଟ୍ ପେଣ୍ଡିଂ ଯେମାନଙ୍କ ଥିଲା ସେମାନଙ୍କ ପଇସା ଆସିଛି ମେସେଜ, ପଇସା ପଡ଼ିଛି। ତ ଚାଷୀ ଭାଇମାନେ ଯାହାର ବି ଷ୍ଟେଟ୍ ପେଣ୍ଡିଂ କିମ୍ବା କଲେକ୍ଟର ପେଣ୍ଡିଂ ଥିବା ପଇସା ଚେକ୍ କରି ପଡ଼ିଯାଇଥିବା ନାଇଁ ତ ଆମକୁ କମେଣ୍ଟ କରିବେ। ତ ଯେନ୍ମାନଙ୍କର ଇକ୍ୟୁଏସି ନି ହେଇଥିବା, ଇକ୍ୟୁଏସି ଯେନ୍ମାନଙ୍କର ନି ହେଇଥିବା, ଯଦି ପ୍ରୋବ୍ଲେମ୍ କିଛି ଥିବା, ଡିବିଟି ପ୍ରୋବ୍ଲେମ୍ ଥିବା କିମ୍ବା ଆଧାର ସିଡ଼ିଂ କିମ୍ବା ଲ୍ୟାଣ୍ଡ ସିଡ଼ିଂ ଥିବା ତାହେଲେ ସେଇ ଚାଷୀମାନଙ୍କର ପଇସା ନାଇଁ ପଡ଼ିଥାଏ। ତ ଦୟାକରି ଯୋଉଁ ଯେନ୍ମାନେ ପାଉଥିଲେ ଚେକ୍ କରୁନ୍ ଯେ ଆପଣଙ୍କର ପଇସା ଆସିଲା କି ନାଇଁ ଆସିଛି ଏବଂ ଆମକୁ ନିଶ୍ଚୟ ଗୋଟେ କମେଣ୍ଟ କରିବେ। ଚାଷୀ ଭାଇମାନେ ନାଇଁ ଭୁଲବେ, ପଡ଼ିଥିଲେ ବି କମେଣ୍ଟ କରିବେ।